ସାଙ୍ଗମାନେ ଦେଖନ୍ତୁ ଆମ ପୋଖରୀରୁ ଆଜି ଗୋଟେ ଫାଷ୍ଟ ଟାଇମ୍ ମାଛ ଧରା ହେଇଛି। ମନିକିରେ ଛୋଟ ମାଛଟେ ଛୁଆ ତାକୁ ଆଣି ଛାଡ଼ିଛନ୍ତି ବାଲ୍ଟି ପାଣିରେ ଖେଳୁଛି। ତାଙ୍କୁ ଦୁଇ ଜଣ ଖୁସି ଲାଗୁଛି। ମୁଁ କହିଲି ତାକୁ କାଟିକି ଭାଜିଦେବା ଖାଇବ ନା ନାଇଁ କିଛି କଟାକଟି ହେବନି। ତ ସେ ତାଙ୍କର ସେଠି ଖେଳୁଛନ୍ତି। ବାଲ୍ଟିରେ ପୁଣି ଜାଗା ହେଲାନି ତ ପୁଣି ବଡ଼ କୁଣ୍ଡରେ ହିଁ ସେ ମାଛ ପଶିଲା ଖେଳିବେ ବୋଲି। ଆଉ ତାକୁ ବି ବହୁତ ସ୍ପେସ୍ ମିଳିଗଲା ବୁଲିକିରି ଖେଳିବା ପାଇଁ। ତ ସେଥିପାଇଁ ବଡ଼ ଜାଗାରେ ଛାଡ଼ିଦେଲା ବହୁତ ପାଣି ପୁରେଇକି ସିଏ ପୁରା ଖୁସି ହେଇକି ଖେଳୁଛି। ମାନେ ସାଙ୍ଗେ ସାଙ୍ଗେ ବନିଶ ପକାଉ ପକାଉ ଗୋଟେ ସାଙ୍ଗେ ସାଙ୍ଗେ ମାଛ ପଡ଼ିଗଲା। ମୁଁ ତ ଯାଇପାରିଲିନି ବନିଶ ପକାଇଲା ବେଳେ ଦେଖିବା, କାହିଁକିନା ଏପଟେ ଭଜା ପାଇଁ କାଟୁଥିଲି। କାହିଁକିନା ଆଜି ରବିବାର ଆମର ତ ଆଇଁଷ ଖାଇବାରେ ନାହିଁ, ସାଧା ହେବ। ତ ଆଗ ସାଧା କରିସାରିଲା ପରେ ତାପରେ ମାଛ ଆସି ମାଛ ଭଜା ହେବ, ତରକାରୀ ହେବ ଆଉ। ସେଥିପାଇଁ ମୁଁ ଆଉ ଯାଇପାରିଲି। ସେ ଛୁଆ ତାଙ୍କ ଯାଇଥିଲେ ଦେଖିକି ଧରିକି ଆଣିକି ଆସିଛନ୍ତି ଆଉ। ତ ଏପଟେ କଟାକଟି ସରିଲା, ଭଜାଭଜି ବି ସରିଗଲା। ତ ଆମେ ସମସ୍ତେ ମିଶି ସାଙ୍ଗ ହେଇକିରି ଯାଉଛୁ ଫିଷ୍ଟ କରିବାକୁ। ଖଟା ଫିଷ୍ଟ ମାନେ ସ୍କୁଲ ବେଳର କଥା ମନେ ପଡ଼ିଯାଉଛି। ଯେମିତି କିଏ ପିଆଜ ଆଣେ କିଏ ଟମାଟୋ ଆଣେ ସମସ୍ତେ ମିଶିକିରି ଫିଷ୍ଟ କରୁ। ସେମିତି ଆମ ଘର ପାଖରେ ଛୋଟ ଛୋଟ ଛୁଆ ସବୁ ଆସୁଛନ୍ତି। ତ ସେଠି ମିଶିକିରି ଆମର ଖଟା ଫିଷ୍ଟ ଚାଲିଛି। ଆଉ ଏପଟେ